ଝରଣାର ଝରଝର ଶବ୍ଦ, କୋଇଲିର କୁହୁ କୁହୁ ତାନ, ନଦୀର କଳକଳ ରାବ ଆଉ ସମୁଦ୍ରର ଘରଘର ଗର୍ଜନ କେତେ ଶାନ୍ତି ଦିଏ ନା। এই ଶାନ୍ତି ପାଇଁ ମଣିଷ ପାଗଳ। ଏ ଟିକିଏ ଶାନ୍ତି ପାଇବା ପାଇଁ ଆମେ ପାଠ ବି ପଢ଼ୁ, ପରୀକ୍ଷା ଦଉ, ଚାକିରି କରୁ, ଘର କରୁ, ବିବାହ ବି କରୁ, ବାପା ମା ବି ହଉ, କିନ୍ତୁ ସେ ଶାନ୍ତି କ'ଣ ଆମେ ପାଉ ନା? କୋଉଠି ସେ ଶାନ୍ତି ଆମେ ପାଇପାରୁନା। ତେଣୁ ଏ ଶାନ୍ତି ପାଇବାର କିଛି ଟ୍ରିକ୍ ଅଛି, କିଛି ଟେକ୍ନିକ୍ ଅଛି। ଏ ଶାନ୍ତି ପାଇବା ବାହାନାରେ ଆମେ ବହୁତ ଗୁଡ଼େ ରୋଗକୁ ମଧ୍ୟ ନିମନ୍ତ୍ରଣ କରୁ। ଆମକୁ ଡାଇବେଟିସ୍ ହେଇଯାଏ, ଆମକୁ ବ୍ଲଡ଼ ପ୍ରେସର ହେଇଯାଏ, ଏବଂ ଏ ଡାଇବେଟିସ୍ ବ୍ଲଡ଼ ପ୍ରେସରକୁ ଭଲ କରିବା ପାଇଁ ପୁଣି ଆମେ ଆହୁରି 7ଟା 8ଟା ମେଡ଼ିସିନ ଖାଇବା ପାଇଁ ମଧ୍ୟ ବାଧ୍ୟ ହେଇଯାଉ। ଜୀବନ ସାରା ଶାନ୍ତି ଖୋଜି ଖୋଜି ଆମେ କେବଳ ରୋଗ ଏବଂ ଆଉ ଔଷଧ ଭିତରେ ପେଶିଯାଉ। ଏବଂ ତାର ସମାଧାନ ହେଉଛି ଯେ ଜୀବନଶୈଳୀର ପରିବର୍ତ୍ତନ, ଖାଦ୍ୟରେ ପରିବର୍ତ୍ତନ ଏବଂ ମାନସିକ ଚିନ୍ତାରେ ପରିବର୍ତ୍ତନ। ଏବଂ ତା କେବଳ ସମ୍ଭବ ଯେତେବେଳେ ଆପଣ ଆମର ଡକ୍ଟର ଗୁରୁ ଡାଇବେଟିସ୍ ରିଭର୍ସାଲ ଆଣ୍ଡ ହିଲିଂ ପ୍ରୋଗ୍ରାମରେ ଜଏନ୍ କରିବେ ଏବଂ ପ୍ରପର ଟ୍ରେନିଂ ନେବେ ଏବଂ ଆମ ସହିତ ଯୋଡ଼ି ହୋଇକି ରହିବେ, ସୋ ଦ୍ୟାଟ୍ ଆପଣ ନିଶ୍ଚିତ ଭାବରେ ଏଇ ଯେଉଁ ଶାନ୍ତିକୁ ଆଜି ଯାଇ ଖୋଜିଛନ୍ତି ପାଇନାହାନ୍ତି, ସେଇ ଶାନ୍ତି ନିଶ୍ଚିତ ଭାବରେ ଲାଭ କରିପାରିବେ। ଧନ୍ୟବାଦ।